ଆଉ ଗୋଟେ ଦିଗ ମୁଁ କହିବି ସରୋଜ, ଯେହେତୁ ମୁଁ କୋର୍ଟରେ ଅଛି, ଏତେ ବଡ ତାମାନେ ନବକିଶୋର ଦାସଙ୍କର ଗୋଟେ ଘଟଣା ଯେ ତାଙ୍କର ପରିବାର କାହିଁକି ଚୁପ୍ ରହିଛନ୍ତି। ମୁଁ ପୂର୍ବରୁ ହେଲେ ଗୋଟେ କ୍ୱେଶ୍ଚନ ଉଠେଇଛି ଯେ ଦୀପାଲି ଦାସ ଏବଂ ତାଙ୍କର ପରିବାର ସଦସ୍ୟଙ୍କୁ ନେଇକରି, ଯେହେତୁ ବର୍ତ୍ତମାନ ଟ୍ରାଏଲ ଷ୍ଟେଜ ଅଛି, ଗତ 2 ବର୍ଷ ହେଲାଣି ଏଇ ଝାରସୁଗୁଡା କୋର୍ଟରେ ଟ୍ରାଏଲ ଚାଲିଛି। 179 ଯେହେତୁ ନିଜେ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦେଇଛନ୍ତି, 179 ସାକ୍ଷ୍ୟରୁ ସାକ୍ଷୀରୁ ମାତ୍ର 30 ଜଣଙ୍କର ବୟାନ ରେକର୍ଡ କରାଯାଇଛି କୋର୍ଟରେ। ଆହୁରି ପାଖାପାଖି 150 ଜଣ ପାଖାପାଖିଙ୍କର ସାକ୍ଷ୍ୟ ତାଙ୍କର ବୟାନ ରେକର୍ଡ କରାହେବ। ତ ଯଦି 30 ଜଣଙ୍କ ସାକ୍ଷୀଙ୍କର ବୟାନ ରେକର୍ଡ ପାଇଁ ଯଦି 2 ବର୍ଷ ଲାଗୁଛି, ନିଶ୍ଚିତ ଭାବେ 150 ଜଣଙ୍କ ସାକ୍ଷୀଙ୍କର ଯୋଉ ବାକି ରହିଛି ପାଖାପାଖି 3 ରୁ 4 ବର୍ଷ ଲାଗେ। ତ ତାଙ୍କର ଗୋଟେ ଲେଗାଲ ରାଇଟ୍ ଅଛି ଗୋଟେ ଭିକ୍ଟିମ ଫ୍ୟାମିଲି ହିସାବରେ, ସେମାନେ ଏଟାକୁ କେମିତି ଫାଷ୍ଟ ଟ୍ରାକ୍ କୋର୍ଟରେ ତମେ ବିଚାର ହେଇପାରିବ, ସ୍ପିଡି ଟ୍ରାଏଲ ହେଇପାରିବ, ତାଙ୍କର ଗୋଟେ କନଷ୍ଟିଟ୍ୟୁସନାଲ ରାଇଟ୍ ଅଛି। ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହେଇପାରନ୍ତି କିମ୍ବା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇପାରନ୍ତି। ଆମେ ଅନେକ କେସ୍ ଦେଖିଛୁ ଆମେ ଦେଶର, ଯେମିତିକି ମୁଁ ଗୋଟେ ଏକ୍ସାମ୍ପଲ ଦଉଛି, ଆରଜିକର ଯୋଉ ରେପ୍ କେସ୍, ଯୋଉ ମର୍ଡର କେସ୍ ଥିଲା କେଲକାଟାର, ମାତ୍ର 3 ମାସରେ ଯୋଉ ଅଭିଯୁକ୍ତଙ୍କର ତାଙ୍କୁ ତାମାନେ ଦୋଷୀ ସାବ୍ୟସ୍ତ ହେଇକରି ତାଙ୍କୁ ସଜା ଦିଆହେଇଛି। ବର୍ତ୍ତମାନ ସେଟା ତ ସୁପ୍ରିମକୋର୍ଟରେ ତାଙ୍କର ପରିବାର ସଦସ୍ୟ ତାକୁ ଅପିଲ କରିଛନ୍ତି, ଯେହେତୁ ତାଙ୍କୁ ତାଙ୍କର ଯୋଉ ସଜା ଦିଆହେଇଛି, ସେମାନେ ଫାଶୀ ଦଣ୍ଡ ଦାବିରେ ସେମାନେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ତ ଏଇ କେସରେ ଏତେ ବଡ ସେନ୍ସିଟିଭ କେସ୍, ତାଙ୍କର ନିଜର ମୁରବୀ ମରିଛନ୍ତି, ମିନତୀ ଦାସଙ୍କର ନିଜ ସ୍ୱାମୀ ମରିଛନ୍ତି, ଦୀପାଲି ଦାସଙ୍କର ତାଙ୍କର ବାପା ମରିଛନ୍ତି, ବିଶାଲ ଦାସଙ୍କର ତାଙ୍କର ବାପା ମରିଛନ୍ତି। କିନ୍ତୁ ଯେଉଁ ବର୍ତ୍ତମାନ ରାଜନୀତି ହଉଛି, এটা କେବଳ ବିରୋଧୀ ରାଜନୀତି କରୁନାହାନ୍ତି କି ବିଜେଡି ରାଜନୀତି କରୁନି, ନବ ଦାସଙ୍କର ପରିବାର ହିଁ ରାଜନୀତି କରୁଛି। ଯଦି ରାଜନୀତି କରୁନଥାନ୍ତା, ତାଙ୍କର ବାପାଙ୍କୁ ଯଦି ପ୍ରକୃତ ଯଦି ଜଷ୍ଟିସ ଥାନ୍ତା, ସେମାନେ ମୁଖ୍ୟମନ୍ତ୍ରୀ ପାଖକୁ ଯାଇନଥାନ୍ତେ, ସିଧାସଳଖ ହାଇକୋର୍ଟ ଯାଇଥାନ୍ତେ କିମ୍ବା ସୁପ୍ରିମକୋର୍ଟ ଯାଇଥାନ୍ତେ ଏବଂ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ ହିଁ ନ୍ୟାୟ ମାଗିଥାନ୍ତେ ଏବଂ ଏ କେସଟାକୁ ଇଣ୍ଡିପେଣ୍ଡେଣ୍ଟ କେମିତି ଇନକ୍ୱାରି ହେବ, ଶୀଘ୍ର କେମିତି ସେମାନେ ଜଷ୍ଟିସ ପାଇପାରିବେ, ସେ ପାଇଁ ପ୍ରୟାସ କରିଥାନ୍ତେ। କିନ୍ତୁ ଆମେ ଯାହା ଦେଖୁଛୁ ବର୍ତ୍ତମାନ ହୁଏତ ଗଣମାଧ୍ୟମର ଶିରୋନାମାରେ ହେଡଲାଇନରେ ନବକିଶୋର ଦାସଙ୍କର ହତ୍ୟାକାଣ୍ଡ ରହୁଛି, ବର୍ତ୍ତମାନ ସୁଦ୍ଧା ରାଜ୍ୟବାସୀ ଜାଣିନାହାନ୍ତି ଗୋପାଳ କାହିଁକି ମାରିଲା। କିନ୍ତୁ ତାର ଯଦି ପ୍ରକୃତ ନିରପେକ୍ଷ ତଦନ୍ତ ହୋଇଥାନ୍ତା, ନିଶ୍ଚିତ ଭାବେ ରାଜ୍ୟ ସରକାର ସେ ଅନେକ ତଥ୍ୟ ଜାଣିପାରିଥାନ୍ତେ। କିନ୍ତୁ ଏଠି ଆମେ ପ୍ରଶ୍ନ ଉଠଉଛୁ ନବକିଶୋର ଦାସଙ୍କ ଯୋଉ ପରିବାର ଅଛନ୍ତି, ସେମାନେ କାହିଁକି ଚୁପ୍ ଥିଲେ ଏତେ ଦିନ। ଯଦି ଆମେ ଦୀପାଲି ଦାସଙ୍କର ଯଦି ଆମେ ଗତ 3 ବର୍ଷର ଯଦି ଆମେ ତାଙ୍କର ବୟାନ ଦେଖିବା, ନବଦା ହତ୍ୟାକାଣ୍ଡ ନେଇକରି ସେ କୋଉ ସମୟରେ କଣ ତଥ୍ୟ ଦେଇଛନ୍ତି, ତାକୁ ଆମେ ତ ନିଶ୍ଚିତ ଭାବେ ଆମେ ତାକୁ ୱାଚ୍ କରୁଛୁ ଯେ କିଏ କଣ କରୁଛି। ତ ନିଶ୍ଚିତ ଭାବେ ଆଗାମୀ ଦିନରେ ଦୀପାଲି ଦାସ ଯେତେବେଳେ ବିଧାୟିକା ଥିଲେ, ଯେତେବେଳେ ବିଜେଡି ସରକାର ଥିଲା, ସେତେବେଳେ ତାଙ୍କର ବୟାନ କଣ ଥିଲା, ତାଙ୍କର ଆଭିମୁଖ୍ୟ କଣ ଥିଲା ନବଦାସ ହତ୍ୟାକାଣ୍ଡ ନେଇକରି, ଏବଂ ଯେତେବେଳେ ବିରୋଧୀ ଦଳରେ ରହିଲେ, ଯେତେବେଳେ ସେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ପରାଜିତ ହେଇଛନ୍ତି, ତାଙ୍କର ଆଭିମୁଖ୍ୟ ବର୍ତ୍ତମାନ କଣ ଅଛି, ତାକୁ ତ ନିଶ୍ଚିତ ଭାବେ ତାକୁ ଏକ୍ସପୋଜ କରାହେବ ଯେ ତାଙ୍କର କଣ ତାଙ୍କର ବୟାନ ହେଇଛି। କିନ୍ତୁ ଏଠି ଆମେ ପ୍ରଶ୍ନ ଉଠଉଛୁ ଦୀପାଲି ଦାସଙ୍କ ପରିବାରକୁ, ଏଥିପାଇଁ ଉଠଉଛୁ ଯେ ସେମାନେ ହିଁ ହଉଛନ୍ତି ଭିକ୍ଟିମ। ସବୁଠୁ ଇମ୍ପୋର୍ଟାଣ୍ଟ ତଥ୍ୟ ହେଲା ସରୋଜ, ଯେତେବେଳେ ହତ୍ୟାକାଣ୍ଡ ଘଟଣା ଘଟିଛି, ପ୍ରଥମେ ଏଫଆଇଆର କିଏ ଦେଇଥିଲା, ପୁଲିସ ଗୁଲି ମାରିଛି, ପୁଲିସ ହିଁ ଏଫଆଇଆର ଦେଇଛି। ଯୋଉ ବ୍ରଜାନଗରରେ ଫାଷ୍ଟ ଏଫଆଇଆର ରେଜିଷ୍ଟର ହେଇଛି ବ୍ରଜାନଗର ଥାନାରେ, ପରବର୍ତ୍ତୀ ମୁହୂର୍ତ୍ତରେ ସେତେବେଳେ ରାଜ୍ୟ ସରକାର ତାକୁ କ୍ରାଇମବ୍ରାଞ୍ଚର କ୍ରାଇମବ୍ରାଞ୍ଚ ଇନଭେଷ୍ଟିଗେସନ କରିବ ବୋଲି କହିଛନ୍ତି, ବ୍ରଜାନଗର ଥାନାରୁ ହିଁ ସେଟାକୁ ଟ୍ରାନ୍ସଫର ହେଇଛି କ୍ରାଇମବ୍ରାଞ୍ଚକୁ। କିନ୍ତୁ ନବକିଶୋର ଦାସଙ୍କ ପରିବାର ଲୋକ ଲିଖିତ ଅଭିଯୋଗ ପୁଲିସ ପାଖରେ ଦେଇନାହାନ୍ତି। ଯଦି ନବକିଶୋର ଦାସଙ୍କ ପରିବାର ଲୋକ ଯଦି ଲିଖିତ ଅଭିଯୋଗ ହେଇଥାନ୍ତା, ତ କୋଉଟା ନା କୋଉଠି ଗୋଟେ ଲାଗୁଛି ସରୋଜ ଯେ ସେତେବେଳେ ନବକିଶୋର ଦାସଙ୍କ ପରିବାର ହେଲେ ଚାପରେ ରହିଥାଇ ପାରନ୍ତି। ଏଟା ଆମେ କହୁନୁ, ଏଟା ବିରୋଧୀ ଦଳର ନେତା ସେତେବେଳେ ବର୍ତ୍ତମାନ ଯିଏ ଅଛନ୍ତି ବିଜେପି ବିଧାୟକ ସମ୍ବଲପୁରର ଜୟନାରାୟଣ ମିଶ୍ର କହିଛନ୍ତି ତାଙ୍କୁ ଚାପ ପକା ହଉଛି ବୋଲି। ଆଉ କୋଉଠି ନା କୋଉଠି ଏଥିପାଇଁ ଆମେ ଚାପ ପକା ହଉଛି ବୋଲି କହୁଛୁ ଯେ ଦୀପାଲି ଦାସ ଯେତେବେଳେ ମୋହନ ମାଝୀକୁ ଭେଟ ହେଇକରି ଆସିଛନ୍ତି, ଯୋଉ ଗଣମାଧ୍ୟମକୁ ଯୋଉ ଯୋଉ ବାଇଟ ଟା ଦେଲେ, ଯୋଉ ପ୍ରତିକ୍ରିୟାଟା ଦେଲେ ଯେ ସିବିଆଇ ତଦନ୍ତ କଥା କହିଲେ ଏବଂ ଆମ ପରିବାରକୁ ସୁରକ୍ଷା ଦିଆଯିବ, ତ କୋଉଟା ନା କୋଉଠି ଗୋଟେ ସେଟା କହିଲେ ଭାବିବା କଥା ଯେ ପ୍ରକୃତିରେ ନବକିଶୋର ଦାସଙ୍କର ପରିବାର ଲୋକଙ୍କୁ ଚାପ ପକା ହଉଛି କି, କୋଉଠୁ ଚାପ ପକା ହଉଛି, ଶାସକ ଦଳରୁ ଚାପ ପକା ହଉଛି କି ବିରୋଧୀ ଦଳ ବିଜେଡି ତରଫରୁ ଚାପ ପକା ହଉଛି, ଏଇଟା ହେଲେ ଗୋଟେ ଗୋଟେ ତର୍ଜମାର ବିଷୟ ରହୁଛି ନିଶ୍ଚିତ ଭାବେ। କିନ୍ତୁ କଥା ରହିଲା ଯେ ଏତେ ବଡ ସେନ୍ସିଟିଭ କେସ୍ ଯୋଉ ଢଙ୍ଗରେ ଟ୍ରାଏଲ ହେବା କଥା, ସେ ଟ୍ରାଏଲଟା ଯୋଉ ସ୍ପିଡି ଟ୍ରାଏଲ ହେବା କଥା, ଗୋଟେ ଇମ୍ପୋର୍ଟାଣ୍ଟ ଦିନ ଦିପହରରେ ଗୋଟେ ପୁଲିସ ଗୋଟେ କ୍ୟାବିନେଟ ମନ୍ତ୍ରୀକୁ ହତ୍ୟା କରୁଛି ଏବଂ 29 ଜାନୁଆରୀ 2023
ପ୍ରତିଦିନ ହତ୍ୟା ହଉଛି। ଆଜି ଆପଣ ମାର୍ଚ୍ଚ ମାସ 2025 ହେଲାଣି, କିନ୍ତୁ ବର୍ତ୍ତମାନ 179 ସାକ୍ଷୀରୁ ଯଦି 30 ଜଣଙ୍କର କେବଳ ଯଦି ବୟାନ ରେକର୍ଡ ହଉଛି, ଏଥିରୁ ହିଁ ସ୍ପଷ୍ଟ ଜଣା ପଡୁଛି ଯେ ସେତେବେଳେ ବିରୋଧୀ ଦଳ କଥା କୁହନ୍ତୁ, ବର୍ତ୍ତମାନ ଶାସକ ଦଳ ବିଜେପି ଦଳ କଥା କୁହନ୍ତୁ, କିମ୍ବା ତାଙ୍କର ପରିବାର ଲୋକ କୁହନ୍ତୁ, ସେମାନେ ଯୋଉ ଜଷ୍ଟିସ ଦରକାର ଯୋଉଟା କହୁଛନ୍ତି, ସେ ଜଷ୍ଟିସ କେତେ ଦୂର ହେବ ତା ରାଜ୍ୟବାସୀ ହିଁ ବିଚାର କରିବେ।